ବଙ୍କର ବଷ୍ଟର ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ। ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। 5,000 ପାଉଣ୍ଡର ବଙ୍କର ବଷ୍ଟର ବୋମା ମାଡ଼ ହୋଇଛି। ବଙ୍କର ବଷ୍ଟର ବୋମା ମାଡ଼ରେ ମିସାଇଲ ଘାଟି ଧ୍ୱଂସ ହୋଇଯାଇଛି। ହୋର୍ମୁଜ ପ୍ରଣାଳୀ ନିକଟରେ ଇରାନର ଘାଟି ଛାରଖାର ହୋଇଯାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଏକ ଭୟଙ୍କର ରୂପ ନେଇଛି। ଇରାନର ଦକ୍ଷିଣ ଉପକୂଳରେ ଥିବା ଶକ୍ତିଶାଳୀ ମିସାଇଲ ଘାଟିଗୁଡ଼ିକ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିବାର କହିଛି ଆମେରିକା ସେନା। ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଦେଇ ବିଶ୍ୱର ପ୍ରାୟ 20% ତେଲ ପରିବହନ ହୋଇଥାଏ। ଇରାନ ଏହି ପଥକୁ ବନ୍ଦ କରିବାକୁ ଚେଷ୍ଟା କରିବା ସହ ନିଜର ଆଣ୍ଟିସିପ୍ ମିସାଇଲ ମୁତୟନ କରିଥିବାରୁ ଆମେରିକା ଏହି ପଦକ୍ଷେପ ନେଇଛି। ଏହି ଆକ୍ରମଣରେ ଆମେରିକା 5,000 ପାଉଣ୍ଡ ଓଜନର ବଙ୍କର ବଷ୍ଟର ବୋମା ବ୍ୟବହାର କରିଛି। ବୋମାଗୁଡ଼ିକ ମାଟିର ବହୁ ଗଭୀରରେ ଥିବା କିମ୍ବା ପଥର ତଳେ ଲୁଚି ରହିଥିବା ଶତ୍ରୁର ମିସାଇଲ ଷ୍ଟୋରେଜ ଏବଂ ଲଞ୍ଚ ପ୍ୟାଡ୍କୁ ସହଜରେ ଧ୍ୱଂସ କରିପାରେ। ଏହି ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ପେଟ୍ରୋଲ, ଡିଜେଲର ଦର ବଢ଼ିବାର ଆଶଙ୍କା ଦେଖାଦେଇଛି। ସେପଟେ ଇରାନ ଏହାକୁ ନିଜ ଦେଶ ଉପରେ ଆକ୍ରମଣ ବୋଲି କହିଛି ଏବଂ ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି।